ଜାତୀୟ ରାଜପଥ 316 ମଧ୍ୟମ ସାତଶଙ୍ଖ ବଜାର ଉପରେ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି। ଏହି ବଜାର ଛକ ଚତୁର୍ଦିଗକୁ ରାସ୍ତା ଥିବାବେଳେ ସଦାସର୍ବଦା ଜନଗହଳି ରହୁଛି। ବିଶେଷକରି ପୁରୀ ଭୁବନେଶ୍ୱର 4 ଲେନ୍ ରାସ୍ତା ଉପରେ ଅନେକ ଦ୍ରୁତଗତି ଯାନବାହନ ଯାତାୟାତ କରୁଥିବା ବେଳେ ଉଭୟ ପାର୍ଶ୍ୱ ବଳଙ୍ଗା ରାସ୍ତା ଏବଂ ବୀର ପୁରୁଷୋତ୍ତମପୁର ରେଳ ଷ୍ଟେସନ ରାସ୍ତାରେ ଆସୁଥିବା ଜନସାଧାରଣ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ରାସ୍ତା ପାରି ହେଉଛନ୍ତି। ଏମିତି କୌଣସି ପଥଚାରୀ, ବାଇକ୍ ଆରୋହୀ, ଛାତ୍ରଛାତ୍ରୀ ଏବଂ ଡାକ୍ତରଖାନାକୁ ଆସୁଥିବା ବ୍ୟକ୍ତିମାନେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଉଛନ୍ତି। ଏମିତି ଏହାରି ମଧ୍ୟରେ ଦୁର୍ଘଟଣା ଘଟୁଛି। ଉକ୍ତ ବଜାର ଠାରୁ 500 ମିଟର ସାତଶଙ୍ଖ ପାଣ୍ଡି ଥିଲେ ମଧ୍ୟ ଜଣେ ହେଲେ କର୍ମଚାରୀ ଟ୍ରାଫିକ୍ ଦାୟିତ୍ୱରେ ରହୁନଥିବା ଅଞ୍ଚଳବାସୀ କହିଛନ୍ତି। ଗତ କିଛି ବର୍ଷ ଗର୍ଦେ ଟ୍ରାଫିକ୍ ସମସ୍ୟା ହୋଇନଥିବା ବେଳେ ବଜାର ଉପରେ ସ୍ଥାନୀୟ ପରିପଟରେ ଗ୍ରାମର ସୁଭାଷ ଚନ୍ଦ୍ର ଦାସ ନାମକ ବ୍ୟକ୍ତିଙ୍କୁ ଏକ ଦ୍ରୁତଗାମୀ ଗାଡ଼ି ମାଡ଼ି କରିଥିଲା, ଯାହାକି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପରେ ପରେ ଦୁର୍ଘଟଣାକୁ ନେଇ ଉକ୍ତ ବଜାର ଉଚ୍ଛେଦ ସାଥୀକୁ ଜଣେ ପୋଲିସ କର୍ମଚାରୀଙ୍କୁ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ନିଯୁକ୍ତି ରଖାଯାଇଥିଲା। ଏବେ ପିପିଲି ପୋଲିସ ପକ୍ଷରୁ ଭିଆଇପି ମନ୍ତ୍ରୀଙ୍କ ଗସ୍ତକୁ ନେଇ ଟ୍ରାଫିକ୍ ନିୟନ୍ତ୍ରଣ ହେଉଥିବା ବେଳେ ଅନ୍ୟ ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ଠପ୍ ହୋଇଛି। ପୁରୀରୁ ଦିବାକର ପ୍ରଧାନଙ୍କ ରିପୋର୍ଟ, ଦ ରିପବ୍ଲିକ୍ ଓଡ଼ିଶା 24 ନ୍ୟୁଜ୍।